ନାରଦ କାମନା ଏବଂ ମୋହରୁ ବିଜୟ ହାସଲ କରିଥିଲେ। ଏହା ଏକ ସମୟର ବିଷୟ ଯେ ନାରଦ କାମବାସନା ଇଚ୍ଛା ଉପରେ ବିଜୟ ହାସଲ କରିବା ପାଇଁ ହିମାଳୟ ପର୍ବତର ଏକ ନିର୍ଜନ ସ୍ଥାନକୁ ଯାଇ ପରମବ୍ରହ୍ମ ବିଷ୍ଣୁଙ୍କୁ କଠୋର ତପସ୍ୟା କରିଥିଲେ। ତାଙ୍କୁ ଏତେ ସମର୍ଥନ କରୁନଥିବାରୁ ଦେବରାଜ ଇନ୍ଦ୍ର ଭୟଭୀତ ହେଲେ। ସେ ଏହି ପ୍ରସଙ୍ଗରେ ଦେବଗୁରୁ ବୃହସ୍ପତିଙ୍କ ସହିତ ପରାମର୍ଶ କରିବାକୁ ଚିନ୍ତା କରିଥିଲେ। ସେ ଆଚାର୍ଯ୍ୟ ବୃହସ୍ପତିଙ୍କ ପାଖରେ ପହଞ୍ଚି ତାଙ୍କୁ କହିଲେ, ଆଚାର୍ଯ୍ୟ, ନାରଦ ହିମାଳୟ ପର୍ବତରେ ବହୁତ କଠୋର ତପସ୍ୟା କରୁଛନ୍ତି। ମୁଁ ବୁଝିପାରୁନାହିଁ ସେ କେଉଁ ଉଦ୍ଦେଶ୍ୟରେ ଏପରି କଠୋର ତପସ୍ୟା କରୁଛନ୍ତି। ଦେବଗୁରୁ ବୃହସ୍ପତି କହିଲେ, ଇନ୍ଦ୍ର, ଏହା ସମ୍ଭବ ଯେ ନାରଦଙ୍କ ମନରେ ତୁମର ସିଂହାସନ ପାଇବା ପାଇଁ ଏକ ଇଚ୍ଛା ସୃଷ୍ଟି ହୋଇଥିବ। ବୋଧହୁଏ ସେଥିପାଇଁ ସେ ଏତେ କଠିନ ସାଧନା କରୁଛନ୍ତି। ଦେବଗୁରୁ ବୃହସ୍ପତିଙ୍କ କଥା ଶୁଣି ଇନ୍ଦ୍ର ଆହୁରି ଭୟଭୀତ ହେଲେ। ସେ ପୁଣି ଥରେ ଆଚାର୍ଯ୍ୟ ବୃହସ୍ପତିଙ୍କୁ ପଚାରିଲେ, ଆଚାର୍ଯ୍ୟ, ଯଦି ଏହା ଘଟେ ତେବେ ଏହା ମୋ ପାଇଁ ଅତ୍ୟନ୍ତ ଦୁଃଖଦାୟକ ହେବ। ଦୟାକରି ମୋତେ ପରାମର୍ଶ ଦିଅନ୍ତୁ ଯେ ମୁଁ ଏପରି ପରିସ୍ଥିତିରେ କ'ଣ କରିବି। ଆଚାର୍ଯ୍ୟ ବୃହସ୍ପତି କହିଲେ, ଇନ୍ଦ୍ର, ତୁମେ ଦେବତାମାନଙ୍କର ରାଜା। ତୁମେ ସର୍ବଶକ୍ତିମାନ ଏବଂ ଶକ୍ତିଶାଳୀ। ଏହି ପ୍ରସଙ୍ଗରେ ମୁଁ ତୁମକୁ କେଉଁ ଉପଦେଶ ଦେଇପାରେ? ତୁମେ ନିଜେ ଏକ ସମାଧାନ ବିଷୟରେ ଚିନ୍ତା କର। ତୁମେ ଠିକ୍ କହିଛ ଆଚାର୍ଯ୍ୟ, ମୋତେ କିଛି ସମାଧାନ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ଏହା କହି ଇନ୍ଦ୍ରଦେବ ସେଠାରୁ ଚାଲିଗଲେ। ତାଙ୍କ ପ୍ରସାଦରେ ପହଞ୍ଚିବା ପରେ ସେ କାମଦେବଙ୍କୁ ଡାକି ତାଙ୍କୁ କହିଲେ, କାମଦେବ, ହିମାଳୟ ପର୍ବତରେ ଏକ ନିଛାଟିଆ ସ୍ଥାନରେ ବସି ନାରଦ କଠୋର ତପସ୍ୟା କରୁଛନ୍ତି। ମୁଁ ଚାହେଁ ତୁମେ ତାଙ୍କ ପାଖକୁ ଯାଅ ଏବଂ ତୁମର ମାୟାଶକ୍ତି ପ୍ରୟୋଗ କରିବା ସହିତ ଯେକୌଣସି ଉପାୟରେ ତାଙ୍କର ତପସ୍ୟା ଭାଙ୍ଗିଦିଅ। ତୁମର ଆଦେଶ ଅନୁଯାୟୀ କାମ କରିବି, କାମଦେବ କହିଲେ ଏବଂ ସଙ୍ଗେ ସଙ୍ଗେ ନାରଦ ତପସ୍ୟା କରୁଥିବା ସ୍ଥାନକୁ ଚାଲିଗଲେ। ସେଠାରେ ପହଞ୍ଚିବା ପରେ କାମଦେବ ତାଙ୍କର ମାୟାଶକ୍ତିର ଜାଲ ବିସ୍ତାର କରିଥିଲେ। କେବଳ ତାଙ୍କର ସଂକେତ ସହିତ ସେ ସେହି ନିଛାଟିଆ ଅଞ୍ଚଳରେ ବିଭିନ୍ନ ପ୍ରକାରର ସବୁଜ ସୁନ୍ଦର ଫୁଲ ଫଳ ଗଛ ସହିତ ମନୋରମ ସ୍ଥାନ ହୋଇଗଲା ଏବଂ ଥଣ୍ଡା ମୃଦୁ ସୁଗନ୍ଧିତ ପବନ ପ୍ରବାହିତ ହେବାକୁ ଲାଗିଲା। ଭଅଁର ଫୁଲ ଉପରେ ବସି ଗୁଣୁଗୁଣୁ ଶବ୍ଦ କଲେ ଏବଂ ବିଭିନ୍ନ ରଙ୍ଗର ପକ୍ଷୀମାନେ ବୋବାଇବାକୁ ଲାଗିଲେ। କିଛି କ୍ଷଣ ମଧ୍ୟରେ ସ୍ୱର୍ଗରୁ ଜଣେ ଅପ୍ସରା ଆସି ନାରଦଙ୍କ ଆଗରେ ସୁନ୍ଦର ଭାବରେ ନାଚିବା ଆରମ୍ଭ କଲେ। ତାର ଗୀତର ମଧୁର ଶବ୍ଦ ବାୟୁମଣ୍ଡଳରେ ପ୍ରତିଧ୍ୱନିତ ହେବାକୁ ଲାଗିଲା। କିନ୍ତୁ କାମଦେବଙ୍କ ଏହି ପ୍ରୟାସ ବୃଥା ପ୍ରମାଣିତ ହେଲା। ନାଚିବା ବେଳେ ଅପ୍ସରା ଥକି ଯାଇଥିଲେ, କିନ୍ତୁ ନାରଦଙ୍କ ଏକାଗ୍ରତା ଭାଙ୍ଗି ନଥିଲା। କ୍ଳାନ୍ତ ହୋଇ ପରାସ୍ତ ହୋଇ ଅପ୍ସରା ଫେରି ଆସିଥିଲେ। ତପସ୍ୟା ସମାପ୍ତ ହେବା ମାତ୍ରେ ନାରଦ ଆଖି ଖୋଲିଥିଲେ। କାମଦେବ ଭାବିଲେ, ଯଦି ନାରଦ ପରେ ଜାଣନ୍ତି ଯେ ମୁଁ ତାଙ୍କ ତପସ୍ୟାକୁ ଭଙ୍ଗ କରିବାକୁ ଚେଷ୍ଟା କରିଛି, ସେ ମୋତେ ଅଭିଶାପ ଦେବେ। ଏହା ଭଲ ଯେ ମୁଁ ନିଜେ ତାଙ୍କୁ ସତ କଥା କହିବି। ଏହା ଭାବି ସେ ନାରଦଙ୍କ ଆଗରେ ଯାଇ ପ୍ରଣାମ କଲେ। ନାରଦ ତାଙ୍କୁ ଆଶୀର୍ବାଦ କରି କହିଲେ, କାମଦେବ ଆସ। କାମଦେବ କହିଲେ, ତୁମର ମୁଁ ଅପରାଧ କାମ କରିଛି। ଦେବର୍ଷି ମୋତେ କ୍ଷମା କରନ୍ତୁ। ନାରଦ କାମଦେବଙ୍କୁ ପଚାରିଲେ, କିନ୍ତୁ କାହିଁକି? କାହାର ଆଦେଶରେ ତୁମେ ଏହା କଲ? କାମଦେବ କହିଲେ, ଦେବର୍ଷି, ମୁଁ ଅଜ୍ଞାନ ଅକିଞ୍ଚନ। ମୁଁ ତୁମକୁ ତୁମର ତପସ୍ୟାରୁ ବଞ୍ଚିତ କରିବାର ସାହସ କରିନାହିଁ। ମୋତେ ଏହା କରିବାକୁ କୁହାଯାଇଥିଲା। ନାରଦ କହିଲେ, କାମଦେବ, ଏହି କାମ କରିବାକୁ କିଏ ଆପଣଙ୍କୁ କହିଲା? କାମଦେବ ନାରଦଙ୍କୁ କହିଲେ, ଦେବରାଜ ଇନ୍ଦ୍ର। ସେ ହିଁ ମୋତେ ଏଠାକୁ ପଠାଇଥିଲେ। କାମଦେବ ସତ କଥା କହିଥିଲେ। କାମଦେବଙ୍କ କଥା ଶୁଣି ନାରଦ ହସିଲେ ଏବଂ କାମଦେବଙ୍କୁ କହିଲେ, ମୁଁ ତୁମକୁ କ୍ଷମା କରିଦେଇଛି। ଏବେ ତୁମେ ଯାଇ ଦେବରାଜ ଇନ୍ଦ୍ରଙ୍କୁ କୁହ ଯେ ନାରଦ ତାଙ୍କର କାମବାସନାକୁ ନିୟନ୍ତ୍ରଣ କରି ସାରିଛନ୍ତି। ବର୍ତ୍ତମାନ ମୁଁ ଦୁନିଆର କୌଣସି ବସ୍ତୁ ଆକର୍ଷଣରେ ଫସିପାରିବି ନାହିଁ। ତାପରେ କାମଦେବ ଭାବିଲେ, ଯଦି ଜୀବନ ସୁରକ୍ଷା ରହେ ତେବେ ସବୁକିଛି ମିଳିପାରିବ। ତେଣୁ କାମଦେବ ଭୟରେ ସେଠାରୁ ଶୀଘ୍ର ଚାଲିଗଲେ। ବନ୍ଧୁଗଣ, ଆଜିର ଭିଡ଼ିଓକୁ ମୁଁ ଏଇଠି ସମାପ୍ତ କରୁଛି।
भिडियोटी भल लगे भिडियो को गोटे लाइक शेयर एवं आम चैनल को निश्चय सब्सक्राइब करंतु। कमेंट बॉक्स रे निजर मतामत जणांतु। धन्यवाद। जय श्री कृष्ण।